चैतन्यं शाश्वतं शान्तं ब्रह्मातीतं निरञ्जनं आदि आतंकवादी मानक संबंध किसी कथा मन पड़ूला भावुली ये विश्वरू आतंकवाद संपूर्ण दूरीभूत यह प्रकृत रे कौन संभव संभव हो पारे किंतु ताहा अल्प समय पर किछि वर्ष पर यही पृथ्वी खंड रे मधु कैटव रासुर ठारू आरंभ करी केते दर्पिष्ट आतंकवादी जन्म ग्रहण करी देवता मानंकु मानव मानंकु सेमाने दमन करिसंती एमिति की गोटे समय आसीची आज भी आपण नैमिष्या तीर्थ को गले देखिए दधीचींकर आश्रम रही दधीचींकर अस्थि अस्त्र तैयारी होती से अस्त्र वृत्रासुर नामक राक्षस से निधन होती तार अर्थ नुहे वृत्रासुर मृत्यु परे आउ पृथ्वी रे वृत्रासुर कई जन्म ही ना तापर अनेक वृत्रासुर जन्म जदि आम भाविबा आमे जो मानू बेसी माने बेसी भल भाव जानू आमे कंस को जानू मारीचम को जानू शिशुपाल को जानू आउ आमर महिषासुर को जानू रावण को जानू ये मानकर निधन रे पृथ्वी कौन आज पर्यंत शांति रही पृथ्वी की आसीचंती राम आसीचंती कृष्ण आसीचंती नृसिंह अन्य कौन धर्म अवलंबी माने या को मानन्तु न मानन्तु हिंदू माने सनातनी चेतक माने यह को संपूर्ण भाव में मानते तेरे मानिबा गोटे स्वतंत्र कथा न मानिबा आउ गोटे कथा मन करा आमे मानिलु आमे मानिलु मानिया पर कौन ये पृथ्वी राम राज्य होती ना कृष्ण बलराम राज्य होती कौ राज्य एटी प्रतिष्ठा लाभ कर जहा थिला ताहा ही अच्छी एवं रही वर्तमान देखंतु गोटे छोटिया उदाहरण कोरोना भली गोटे मारात्मक महामारी आसीथिला ताकू तड़िया बहुत चेष्टा करा शेष तार निदान बाहर
ତାକୁ ବି ପ୍ରକୃତରେ ତଡ଼ି ଦିଆଗଲା। କିନ୍ତୁ ତଡ଼ି ଦିଆଗଲା ପରେ ବି ମଝିରେ ମଝିରେ ଆପଣମାନେ ଶୁଣୁଥିବେ ସେ ଜୀବାଣୁ ଗୁଡ଼ିକ ଭୂତାଣୁ ଗୁଡ଼ିକ ଏବେ ବି ସକ୍ରିୟ ଅଛନ୍ତି। ତାହେଲେ କେଉଁ କଥାର ମାନେ ଉତ୍ପାଦନ ଆମେ କରିପାରିବା? ସବୁକୁ ନେଇ ଚଳିବା ହିଁ ଧର୍ମ। ସବୁକୁ ଯିଏ ନ ନେଇ ପାରିବ ସିଏ ଧର୍ମକୁ ଧାରଣ କରିପାରିବନି କି ଧର୍ମ ତା ପାଖରେ ରହିବନି। ଆପଣମାନେ ନିଜେ ନିଜକୁ ସମୀକ୍ଷା କରନ୍ତୁ। ଅଶାନ୍ତି ଆସେ, ହଁ କିଛି ସମୟ ପରେ ଅଶାନ୍ତି ଚାଲିଯାଏ, ଶାନ୍ତି ଆସେ, ତାପରେ ପୁଣି ଅଶାନ୍ତି ଆସିବ କି ନାହିଁ? ଏମିତି ସମୟ ଆସିଛି, ସାରଳା ମହାଭାରତର କଥାଟି ଋଷିମାନେ ଯଜ୍ଞ କଲେ। ସେ ଯଜ୍ଞରେ ସମସ୍ତ ଔଷଧୀୟ ବୃକ୍ଷମାନେ ଜଳିଗଲେ। ଔଷଧ ଯଦି ନ ରହିବ ତାହେଲେ ପ୍ରାଣୀ ଜଗତ ରହିବେ କେମିତି? ଏହି ଔଷଧକୁ ରକ୍ଷା କରିବା ପାଇଁ ଭଗବାନ ଗୋଟେ ସ୍ୱତନ୍ତ୍ର ରୂପ ହେଲେ। ଯେଉଁ ରୂପର ପ୍ରତିମୂର୍ତ୍ତିଟି ଆମ ଆଶ୍ରମରେ ମଧ୍ୟ ରଖାଯାଇଛନ୍ତି, ପୂଜା ହେଉଛନ୍ତି। ସେ ହେଉଛନ୍ତି ନବଗୁଜର। 9ଟି ଅଙ୍ଗକୁ ଧାରଣ କରି ସେ ଅବତାର ଦେଲେ। ଯଦି 9ଟି ଅଙ୍ଗ ଧରି ଏତେ ବଡ଼ ଅବତାରଟି ଆସିଲେ, ଜଙ୍ଗଲ ଲିଭିଲା, ଅର୍ଜୁନ ତାଙ୍କ କଥା ମାନିଲେ, ଜଙ୍ଗଲକୁ ଲିଭେଇଲେ। ଇଏ ସବୁ କଥା ଠିକ, କିନ୍ତୁ ଏବେ ବି ଜଙ୍ଗଲରେ ନିଆଁ ଲାଗୁଛି, ଏବେ ବି ପଶୁ ପକ୍ଷୀ ମାନେ ଆର୍ତ୍ତନାଦ କରୁଛନ୍ତି, ଏବେ ବି ମଣିଷ ଜଗତରେ ସେଇ ଆସୁରିକ ଶକ୍ତିମାନେ ସବୁଠି ବୁଲୁଛନ୍ତି। ଯାହାକୁ କୁହାଯାଉଛି ତୀର୍ଥସ୍ଥାନ ବା ତପସ୍ୟା ସ୍ଥାନ, ଯାହାକୁ କୁହାଯାଉଛି ହିମାଳୟ, ଏଠି ବହୁତ ସୁନ୍ଦର ବର୍ଣ୍ଣନା ସବୁ ହେଇଛି। ଯାଆନ୍ତୁ ହିମାଳୟରେ, ହିମାଳୟ ଅଞ୍ଚଳରେ 8 ଦିନ ରହିଲେ ଆପଣ ଜାଣିପାରିବେ ସେଠି ବି ଅସୁର ଅଛନ୍ତି, ସାଧକ ବି ଅଛନ୍ତି, ଅସୁର ବି ଅଛନ୍ତି। ଭଗବାନ ବୁଦ୍ଧ ଆସିଲେ, ସିଏ ଅଶ୍ୱସ୍ଥ ବୃକ୍ଷ ମୂଳରେ ତପସ୍ୟା କଲେ। ତାହେଲେ ଗୋଟିଏ ବୃକ୍ଷକୁ ସେ ଏତେ ସମ୍ମାନ ଦେଇଛନ୍ତି, ତାପରେ କ'ଣ ଅଶ୍ୱସ୍ଥ ବୃକ୍ଷର ଜଙ୍ଗଲ କୋଉଠି ସୃଷ୍ଟି ହେଇଛି? ସିଏ ତାର ଯେମିତି ବଣୁଆ ଗଛ ଭଳିଆ କୋଟା ଉଠୁଛି। ବ୍ୟାସ ଶୁକଦେବଙ୍କୁ ଭାଗବତ କହିଲେ। କୋଉଠି କହିଲେ? ଜଙ୍ଗଲରେ କହିଲେ। ଆଜି ସେ ଜଙ୍ଗଲ କାହିଁ? ସେ ବ୍ୟାସଙ୍କର ପୀଠ କାହିଁ? ତେଣୁ ସଜ୍ଜନ, ଏସବୁ କଥା ଖାଲି ବ୍ୟାସ ନୁହନ୍ତି, ମାରିଚ ତପସ୍ୟା କରୁଥିଲେ ଜଙ୍ଗଲରେ, ସିଏ ଆଉ ରାକ୍ଷସ କାମ କରିବେନି, ଭଲ କାମ କରିବେ। ରାବଣ ଭଳି ଗୋଟେ ଦର୍ପିଷ୍ଠ ମାମୁଁ ଆସିକିରି
ତାଙ୍କୁ ସେ ବାଟରୁ ନିବୃତ୍ତ କରାଇଲା ଏବଂ ସୀତା ହରଣର ଗୁପ୍ତ ମନ୍ତ୍ର ତାଙ୍କୁ ଦେଲା। କୋଉଠି କ'ଣ ନାହିଁ ସେଇଟାକୁ ଆମକୁ ବୁଝିବାକୁ ପଡ଼ିବ। ଆମେ ଯେଉଁ ସୁନ୍ଦର ଜୀବନଟିଏ ପାଇଛେ, ଏଇ ଜୀବନ ଭିତରେ ରାକ୍ଷସ ଶକ୍ତି, ଦେବତା ଶକ୍ତି, ମାନବ ଶକ୍ତି ଅଛି। ଏଠି କ'ଣ ନାହିଁ? ଆମେ ଯେଉଁ ଆବର୍ଜନାକୁ ଘୃଣା କରୁଛେ, ସେଇ ଆବର୍ଜନାଟା କେଉଁଠି ଥିଲା? ସେ ଆବର୍ଜନା ଆମରି ଭିତରେ ଥିଲା। ସେ ମଳ, ମୂତ୍ର, ଛେପ, ଖଙ୍କାର ଯାହା ବି, ସେ ଆବର୍ଜନା ସବୁଆଡ଼କୁ ବ୍ୟାପିଲା। କିଏ ବ୍ୟାପିଲା? କିଏ ତାକୁ ମାନେ ବିସ୍ତୃତ କଲା? ଆମେ ହିଁ କରିଛୁ। ସେମିତି ବର୍ତ୍ତମାନ ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଭାରତ ତାର ପ୍ରଚେଷ୍ଟା କରୁଛି। କରୁ, ଏହା ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମ। କିନ୍ତୁ ଏ ସେବକ ମନରେ ଆସୁଛି, ଯେଉଁ ଆତଙ୍କବାଦୀମାନଙ୍କୁ ଆପଣ ନିଧନ କରିବେ, ତାଙ୍କ ପୁଅ, ନାତି, ଅଣନାତି, ଯଦି ପୁଅ ଝିଅ ସମସ୍ତେ ଏକାଥରକେ ମରିଯିବେ, ତାହେଲେ ତାଙ୍କର କେହି ଦୂର ବନ୍ଧୁ ଥିବେ? ମାମୁଁ ଥିବ କି ମାମୁଁ ପୁଅ ଭାଇ ଥିବ କି ପିଇସି ପୁଅ ଭାଇ ଥିବ କି ଗୋଟେ କିଏ ବନ୍ଧୁ ଥିବେ? ସେମାନଙ୍କ ମନରେ ମଧ୍ୟ ସେଇ କଥା ଗୁଞ୍ଜରଣ ହବ ଯେ ଆମର ଅମୁକ ଲୋକଙ୍କୁ ଅମୁକ ମାରିଛନ୍ତି। ସେ 10 ବର୍ଷ ପରେ କି 20 ବର୍ଷ ପରେ ସେ ମଧ୍ୟ ଆତଙ୍କବାଦର ରୂପ ନେବେ। ଏଠି କିଏ ଭାବିପାରନ୍ତି ଯେ ମୁଁ ସେମାନଙ୍କୁ ଉତ୍ସାହିତ କରୁଛି, ତା ନୁହେଁ। ମୁଁ ଉତ୍ସାହିତ କରୁନି, କାରଣ ମୁଁ ତ ମୋ ହାତରେ ଛୁରୀ ଖଣ୍ଡେ ନାହିଁ, ବାଡ଼ି ଖଣ୍ଡେ ବି ନାହିଁ। କାହାକୁ ଗୋଟେ କୁକୁର ଯଦି ମାଡ଼ି ଆସିବ, ଆମେ ବାଡ଼ି ଖଣ୍ଡେ ବି ଆମ ପାଖରେ ନାହିଁ। ତେଣୁ ଆମେ ଏତେ ବଡ଼ ବଡ଼ କଥା କାହିଁ ଚିନ୍ତା କରୁ? ସେମାନେ ତ ଧ୍ୱଂସାସ୍ତ୍ରକୁ ନେଇକିରି ଜଙ୍ଗଲରେ, ପାହାଡ଼ ପର୍ବତରେ ନକ୍ସଲମାନେ ରହୁଛନ୍ତି। ଯଦି ତାଙ୍କୁ ପଚରା ହେବ କାହିଁକି ରହୁଛ, ଯଦି ରହିଲା ବର୍ଷେ 6 ମାସ 2 ବର୍ଷ, ତାହେଲେ ତାପରେ ଛାଡ଼ିକି ପଳେଇ ଆସୁନା। ତମ ଉଦ୍ଦେଶ୍ୟ ସାର୍ଥକ କ'ଣ ଏପର୍ଯ୍ୟନ୍ତ ହେଉନି? ଯଦି ଉଦ୍ଦେଶ୍ୟ ସାର୍ଥକ ନ ହେଉଛି, ତାହେଲେ ଗୋଟିଏ ଲୋକଙ୍କୁ ମାରିବା କ'ଣ ଦରକାର? ନକ୍ସଲ ଦମନ ପାଇଁ ଆମ ସରକାର ବର୍ତ୍ତମାନ ପ୍ରତିଶ୍ରୁତିବଦ୍ଧ। ନକ୍ସଲ ଦମନ ହେଲେ ନକ୍ସଲ ବାଦତା ଦମନ ହେବ? ସେଇଟା କିନ୍ତୁ ଯେମିତି ଥିଲା ସେମିତି। ସିଏ ପୁଣି ଆଉ 50 ବର୍ଷ ପରେ ପୁଣି ବାହାରିପାରେ। ତେବେ କାହିଁକି ଏତେ ଗୁଡ଼ିଏ କଥା ମୁଁ କହିଲି? ତାର କାରଣ ସଚେତନତା। ଗୋଟିଏ ଶବ୍ଦ ଆମର ଆଧ୍ୟାତ୍ମିକ ବିତ୍ମାନେ ଏ ଶବ୍ଦକୁ ବ୍ୟବହାର କରନ୍ତି, ଯାହାକୁ କହନ୍ତି ଚେତନା। ଇଂରାଜୀରେ ଯାହାକୁ କହନ୍ତି କନସିୟସନେସ୍। ଆମେ ଯଦି ଚେତନା ଆମ ଭିତରେ ଯଦି ସୃଷ୍ଟି ହେବ, ଏଇ ଗୋଟାକ ଭୁଲ ଆମେ ଏହା ଆଉ ଦିନେ କରିବୁ ନାହିଁ। ସେଇଦିନ ସବୁ ବାଦର ଲୋଭ ହେବ ଏବଂ ଭଲ କଥାର ଜାଗ୍ରତ ହେବ। ଚେତନା ଯେତେବେଳେ ଯେପର୍ଯ୍ୟନ୍ତ ସଂକଳ୍ପବଦ୍ଧ ହେଇନାହିଁ, ସେ ପର୍ଯ୍ୟନ୍ତ ଆତଙ୍କବାଦ ଏମିତି ଗର୍ଜନ କରୁଥିବେ। ଗୁଡ଼ାଏ ମରୁଥିବେ, ଗୁଡ଼ାଏ ମାରୁଥିବେ, ଆଉ ଗୁଡ଼ାଏ ହୋ ହୋ ହଉଥିବେ।
आपण माने कथा को चिंतन करिवे ये सबु बादर मूल होची गोटे जीवन एक गोटे परिवार दुई गोटे परिवेश तीन जीवन प्रथमे सजाड़ी हब ताकू सजाड़िया पई बापा रहिबे माँ रहिबे गुरुजन माने रहिबे सेमाने ताकू बुझे जुझे सजाड़िबे से सजाड़ी हवा पई संकल्प नब एवं परिवेश एमिति सृष्टि हब जो परिवेश रे सी केवल शंखध्वनि शुणुथुव अर्थात सत्यवाणी से शुणु आपण देखु गोटे आमे जो कहूचे ये आमर इष्ट क्षेत्र आमे आमको अनंत बोली कहूँ कौन एमती केते कथा कहूँ कि एठी आमे कहूचु एठी 100-150 लोक सब अच्छा सबुदिन 200-300-400-500 लोक खाऊ प्रसाद टे पाँच कौटी केबे गोटे 6 मास कि वर्षे गोटे का पाटिया मु शुणे मो कान को पाटा मो सांगे सांगे पचारे किए पार्टी किए कथा हो सी तो शुणे बाबा पचारुले से बंद ये निर्जनता आमे सृष्टि जदि करिपारिबु किंतु धरा जाऊ जने निर्जन भितर अच्छी चुप करी अच्छी गोटे शब्द अच्छी ओडियार चुप सईटा से नीरव अच्छी ता भीतर भी आकु मारी ताकू धरबी ताकू पिला जो विद्यालय को जाए खूब सार बेत माड़ को धरी चुप रहे कि जेन बाहर को आते जो कथा को कथा कॉन्शियसनेस इज रूट ऑफ ऑल से कॉन्शियसनेस घर कौटी ब्रेन इज द रेसिडेंस ऑफ कॉन्शियसनेस एथि साधना किसी ना यार साधना कौन किए कह मंत्र ओम भज क्लिक भिज ये सब खाली मंत्र भजी भजिक भी आम माने समय नष्ट हो बहुत मंत्र ये कह ये मंत्र से मंत्र से मंत्र से मंत्र से मंत्र मुझे गुड़ाए क्या मंत्र कहूँ किंतु कंसंट्रेशन इज फास्ट एंड लास्ट मंत्र ऑफ लाइफ जीवन रे एकाग्रता सृष्टि कर तापर ऑटोमेटिकली से दया आसो प्रेम आसो तेणु ये आतंकवाद निपात हम से दिन जो दिन आम भितर चेतना सृष्टि हम से बोधे प्रभु चैतन्यंकर अवतार रे आसी सी नाटा सीधा सड़क नहीं चैतन्य सीधा सड़क नहीं नित्यानंद इति राम लक्ष्मण कृष्ण बलराम आकु जड़े संस्कृत पंडित को पचारे ता ये केमती है से सी सब व्याख्या कर हिसाब से ना ने कि जो ठाकुर गोटे आविर्भाव होती चैतन्य नित्यानंद सबुदिन जदि आनंद रे रहिबा को चाह ताहले चैतन्य को जगाओ रे मूढ़ मनाई दिव्य लोचने थरे दियो अनाई अखंड मंडलारे देख नीलाचल सहस्र दल पर विजय कड़ा
ଏଇଭଳି ଅନେକ କଥା ଆଉ ଏଇ କଥାକୁ ହିଁ ସବୁ ମହାପୁରୁଷ ଯାକ କହିଛନ୍ତି। ଯେତେ ମହାପୁରୁଷ ପୃଥିବୀକି ଆଇଛନ୍ତି ଅଙ୍କେଇକିରି କିଏ କହିଛି, ବଙ୍କେଇକିରି କିଏ କହିଛି, କିଏ ସିଧା କହିଛି, କିନ୍ତୁ ଦେଖିଲାକୁ ସେଇ ଗୋଟିଏ କଥା। କିଏ ବରା ଖାଉଛି ତ କିଏ ଚକୁଳି ଖାଉଛି, ଦେଖିଲାକୁ ସିଏ ବି ବିରିରେ ସେ ବି ବିରି। ତେଣୁ ପ୍ରକୃତରେ ବୁଝିବାକୁ ଚେଷ୍ଟା କର ଏବଂ ଖାଲି ନିଜେ ବୁଝିଲେ ହବନି, ପରିବାରକୁ ବୁଝାନ୍ତୁ, ତାହେଲେ ଆଉ ଗୋଟେ ସୁନ୍ଦର ପରିବେଶ ସୃଷ୍ଟି କର। କଥାଟି ଏଇଠି ବିଶ୍ରାମ ଦେବା। जय जय श्री राम।